ପୁଣି ଦେଖିବା ଯେ 2026 ମସିହା 19 20 21 ଧନୁରାଶିର ଭାଇ ଭଉଣୀମାନେ ରହିଲେ ତାଙ୍କର କ'ଣ ଫଳ ଆସୁଛି ବା କେମିତି ବର୍ଷଟି କଟୁଛି। ଯେ 19 ଧନୁରାଶି ମୂଳାଧନୁ କ୍ୟାରିୟର ଓ ବ୍ୟବସାୟ। ବର୍ଷର ପ୍ରଥମାର୍ଦ୍ଧ ଜାନୁଆରୀରୁ ଜୁନ୍ ବହୁତ ଭଲ ରହିବ। ବୃହସ୍ପତିଙ୍କ ଶୁଭଦୃଷ୍ଟି ପାଇଁ ଚାକିରିରେ ପଦୋନ୍ନତି କିମ୍ବା ନୂତନ ସୁଯୋଗ ମିଳିବ। ସତର୍କତା, ବ୍ୟବସାୟରେ ପୁଞ୍ଜିନିବେଶ ପାଇଁ ପରାମର୍ଶ ନିଅନ୍ତୁ। ମନକୁ ମନ ଏକୁଟିଆ ସିଦ୍ଧାନ୍ତ କରନ୍ତୁ ନାହିଁ। ଆର୍ଥିକ ସ୍ଥିତି ଏ ବର୍ଷଟି ଉନ୍ନତିମୂଳକ ରହିବ। ଅଟକିଥିବା ଧନ ମିଳିବ। ବର୍ଷର ଶେଷ ଆଡ଼କୁ ବହୁତ ଏପଟ ସେପଟ ଖର୍ଚ୍ଚ, ଅନାବଶ୍ୟକ ଖର୍ଚ୍ଚ ହୋଇପାରିବ, ସେଥିପ୍ରତି ଟିକେ ଦୃଷ୍ଟି ଦେବେ। ପାରିବାରିକ ଓ ପ୍ରେମ ସମ୍ପର୍କ, ଫ୍ୟାମିଲି ଆଣ୍ଡ ଲଭ୍, ପରିବାରରେ ଶାନ୍ତି ବଜାୟ ରହିବ। ଗୃହରେ ଶୁଭକର୍ମ ହେବ। ପ୍ରେମ ସମ୍ପର୍କ ଥିଲେ ଭଲ ରହିବ, କିନ୍ତୁ କ୍ରୋଧକୁ ଟିକେ ନିୟନ୍ତ୍ରଣ ରଖନ୍ତୁ। 19 ଧନୁ ଟିକେ ରାଗି ଲୋକ, ଟିକେ କ୍ରୋଧକୁ ନିୟନ୍ତ୍ରଣ କରନ୍ତୁ। ସ୍ୱାସ୍ଥ୍ୟ ପ୍ରତି ସଜାଗ ରହିବେ। ବିଶେଷ କରି ମୂଳା ନକ୍ଷତ୍ର ବ୍ୟକ୍ତିମାନଙ୍କୁ ପେଟ ଓ ଆଣ୍ଠୁଗଣ୍ଠି ରୋଗ ଧରିଥାଏ। ଯଦି ଏମିତି କିଛି ତ ସେମିତି ବେଶୀ ଖରାପ ନାହିଁ, ଠିକ୍ ଅଛି। ଯଦି କିଛି ଅସୁବିଧା ରହିଛି ତାହେଲେ ପ୍ରତି ମଙ୍ଗଳବାର ଦିନ ହନୁମାନଙ୍କ ଚାଳିଶା ପାଠ କରନ୍ତୁ। ସାମାନ୍ୟ ପ୍ରତିକାର କରନ୍ତୁ। 5 ଲକ୍ଷ ଖର୍ଚ୍ଚ କରିବା ଜମା ଦରକାର ନାହିଁ। କଳା ଗୋରା ହେବନି, ଗେଡ଼ା ଡେଙ୍ଗା ହେବନି, କି ସରୁଆ ମୋଟା ହେବନି। ସେ ଔଷଧ ଖାଇ ମୋଟା ସେ ମୂଲ୍ୟ କ'ଣ ଅଛି? ହେବନି। ତେଣୁ ଯେଉଁଟା ଠାକୁରଙ୍କ ଦାନ ଆମେ ସେ ହିସାବରେ ଚାଲିବା। ଆମେ ସେବା କରିବା, ପୂଜା କରିବା, ଭକ୍ତି କରିବା। ତେଣୁ ଆମକୁ ଯାହା ଯେତେବେଳେ ଜଗତ ହେବ, ସେମିତି କିଛି ଅସୁବିଧା ଧନୁରାଶି ନାହିଁ। ବେଦିକା ପ୍ରବୃତ୍ତି ନକ୍ଷତ୍ର।